ଦେଖନ୍ତୁ ହୃଦୟ ବିଦାରକ ଦୃଶ୍ୟ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଯେଉଁ ସମୟରେ ମୁଁ ଦେଖିଲି ଏତେ ବ୍ୟଥିତ ହେଲି ଆଉ କୌଣସି କାମରେ ମୋର ରୁଚି ରହିଲା ନାହିଁ। ସମ୍ବେଦନଶୀଳତା ଅଭାବର ଚରମ ଉଦାହରଣ ଏଇଟା। ଗୋଟେ ଲୋକ ଗରିବ ଲୋକ ମୋତେ ଲାଗୁଛି ଗୋଟେ ଘଟଣା ଥିଲା ଦାନ ମାଝିର ଘଟଣା ଯେ ଆଦିବାସୀ ଲୋକ ନିଜର ସ୍ତ୍ରୀର ଶବଟାକୁ ଆମ୍ବୁଲାନ୍ସ ନ ମିଳିବା ଫଳରେ କାନ୍ଧରେ ବୁହିକି ନେଲା ଘର ପର୍ଯ୍ୟନ୍ତ 14 କିଲୋମିଟର। ସେ ଘଟଣା ପରେ ଇଏ ଘଟଣା ମୋତେ ବହୁତ ବିଚଳିତ କଲା ଏବଂ ଏ ବାବଦରେ ବିଭାଗର ଅଧିକାରୀମାନଙ୍କ ସାଙ୍ଗରେ ମଧ୍ୟ ସରକାର ସାଙ୍ଗରେ ମୁଁ କଥାବାର୍ତ୍ତା କରିଛି। ତାର ପଇସା ତ ସେ ଫେରି ପାଇଲାନି, କିନ୍ତୁ ସେତିକି ନୁହଁ, କଙ୍କାଳଟା ବାହାର କରିକି ନେବା ପାଇଁ ତାକୁ ପଡ଼ିଲା। କେତେ କଷ୍ଟ ଲାଗିଥିବ, କେତେ ଯନ୍ତ୍ରଣା ହେଇଥିବ। ଯେଉଁ ଅଧିକାରୀମାନେ ଏଭଳିଆ ଅମାନବୀୟ ବ୍ୟବହାର କଲେ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ଅଛି। ଜିଲ୍ଲାପାଳଙ୍କ ସାଙ୍ଗରେ ମଧ୍ୟ ଏ ବାବଦରେ ମୋର କଥାବାର୍ତ୍ତା ହେବ, ରାଜ୍ୟର ଅଧିକାରୀମାନଙ୍କ ସାଙ୍ଗେ ମଧ୍ୟ କଥାବାର୍ତ୍ତା ହେବ। ଯେଉଁ ଅଫିସର ଏଭଳିଆ ବ୍ୟବହାର କଲା ମୋତେ ଲାଗୁଛି ତାର କାର୍ଯ୍ୟରେ ରହିବାର କୌଣସି ନୈତିକ ଅଧିକାର ନାହିଁ। ଆଗରୁ ମଧ୍ୟ ଏଭଳିଆ କେତେ ଘଟଣା ସେ କରିଥିବ ଆମେ ଜାଣିନାହୁଁ। ଏ ଘଟଣା କଙ୍କାଳଟା ଧରିକି ଆସିଲା ବେଳିକରି ଜଣାପଡ଼ିଲା। ଆଗକୁ ମଧ୍ୟ ସେ ବ୍ୟବହାର ମଣିଷର ସୁଧୁରେ ନାହିଁ। ତେଣୁ ମୁଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି, ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ, ଯେମିତି ପୁରା ସମାଜ ଦେଖିବ। କାମାକ୍ଷାନଗରରେ ଶିକ୍ଷୟିତ୍ରୀକୁ ଏବଂ ଅନ୍ୟମାନଙ୍କୁ ଜନଗଣନା ସମୟରେ ବାଡ଼େଇଲେ ବାପ ଏବଂ 2 ପୁଅ ମିଶିକରି। କ'ଣ ହେଲା ଫଳ? ସାରା ଓଡ଼ିଶା ଦେଖିଲା ଯେ ଏଭଳିଆ କଲେ କେମିତି ଦଣ୍ଡ ମିଳେ, ଆଉ କେହି ସାହସ କରିବେ ନାହିଁ। ଏ କେସ୍ରେ ମଧ୍ୟ ସେଭଳିଆ ଦଣ୍ଡ ବିଧାନ ହେବା କଥା, ଯେମିତି ଅନ୍ୟ କୌଣସି ବ୍ୟାଙ୍କର, ଜାତୀୟକରଣ ବ୍ୟାଙ୍କର ମଧ୍ୟ କୌଣସି ଅଫିସର ଏଭଳିଆ ଦୁଷ୍କର୍ମ କରିବା ପାଇଁ, ଦୁର୍ବ୍ୟବହାର କରିବା ପାଇଁ ସାହସ କରିବେ। ଜିଲ୍ଲାପାଳ ଜିଲ୍ଲାପାଳ ତାକୁ ହସ୍ତକ୍ଷେପ କରିକି ପଇସା ତାର ପାଇସାରିଲାଣି। 24,000 ଟଙ୍କା କେତେ ପାଇବାର ଥିଲା ପାଇସାରିଲାଣି, କିନ୍ତୁ କାର୍ଯ୍ୟାନୁଷ୍ଠାନଟା ବିଭାଗ ନେଇଥାଏ। ବିଭାଗର ଏ ବାବଦରେ କଲେକ୍ଟର ରିପୋର୍ଟ ପଠାଇବେ। ଥରେ ରିପୋର୍ଟ ଆସିଲା ପରେ ତାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ, ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ। ଆଉ ଏ କେସ୍ରେ ତ ଦଣ୍ଡ ପାଇବା ଛଡ଼ା ଆଉ ଅନ୍ୟ ଖସିବାର